सर आपण थाना गोविंदपुर थाना परिवर्तन आज गोटे जलछत्र उद्घाटन कौन कह এই গ্রীষ্ম প্রবাহর প্রকোপରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଅଂଶୁଘାତରୁ ବଞ୍ଚିବା ପାଇଁ ସାଧାରଣ ଜନତା ଯେଉଁ ଆସୁଛନ୍ତି ଥାନାକୁ କିମ୍ବା ଏପଟେ ଯିବା ଆସିବା କରୁଛନ୍ତି ତାଙ୍କମାନଙ୍କୁ କେମିତି ସୁବିଧାରେ ସେ ଜଳପାନ କରିପାରିବେ ସେଥିପାଇଁ ସେ ଜଳଛତ୍ରଟି ଖୋଲାଯାଇଛି। ସାଧାରଣ ମାନେ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ନେଇକି ସେ ଇଏ ଫାଉଣ୍ଡେସନର କିଛି ସାମାଜିକ କର୍ମୀ ଅଛନ୍ତି ତାଙ୍କ ନେତୃତ୍ୱରେ ଏଇଟା ଗୋଟେ ଗଠନ କରାଯାଇଛି ଲୋକମାନଙ୍କୁ ସୁବିଧା ଦେବା ପାଇଁ ଗ୍ରୀଷ୍ମ ପ୍ରବାହରୁ ଅଂଶୁଘାତରୁ ବଞ୍ଚିତ ହେବା ପାଇଁ। ବର୍ତ୍ତମାନ ସମାଜ ପାଇଁ ଗୋଟେ ମେସେଜ ଯାଉଛି ଯେ ଯେଉଁ 44-45 ଡିଗ୍ରୀ ବର୍ତ୍ତମାନ ଖରା ହେଉଛି ଘରୁ ଲୋକ ବାହାରି ପାରୁନାହାନ୍ତି ଆପଣଙ୍କ ଉଦ୍ୟମରେ ଯୋଉଟା ବର୍ତ୍ତମାନ ପାଇଁ ଯାଇଛି କ'ଣ କହିଲେ ସମାଜକୁ କ'ଣ କହିବାକୁ ସେ ଯେଉଁମାନେ ଘରୁ ବାହାରି ପାରୁନାହାନ୍ତି ତ ବହୁତ ଲୋକ ଅଛନ୍ତି ଯାହାର କାମ ଅଛି ସେମାନେ ତ ବାହାରିବାକୁ ପଡ଼ିବ ନା ନହେଲେ ଦିମୁଠା ଦାନା କେମିତି ସେମାନେ ପାଇବେ ନିଜ ପରିବାର ପ୍ରତିପୋଷଣ କରିବେ ତାଙ୍କମାନଙ୍କ ପାଇଁ ଏହି ଜଳଛତ୍ରଟି ଖୋଲାଯାଇଛି ଅଂଶୁଘାତରୁ ବଞ୍ଚିବା ପାଇଁ। ମୁଁ ଜାତୀୟ ସାମାଜିକ ସେବା ସଂଗଠନର ସଭାପତି ସୁଦର୍ଶନ ପତି ବାକି ଖୁସି ଫାଉଣ୍ଡେସନର ଯିଏ ଅଛନ୍ତି SK ମଜିବୁର ରହମାନ ଆଉ ଆଜିକା ଡେଟ୍ରେ ଆମେ ଗ୍ରୀଷ୍ମ ତାପକୁ ଦେଖିକିରି ଆମ ଥାନାର ଯିଏ ଅଛନ୍ତି ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦପୁର ଥାନା ମାନ୍ୟବର IIC ରବି ନାରାୟଣ ବେହେରା ଏବଂ ଯିଏ ଥିଲେ ହାଇକୋର୍ଟର ଜଣେ ମାନେ ଆଡଭୋକେଟ ଯିଏକି ଧନଞ୍ଜୟ ନାୟକ ତାଙ୍କୁ ଡାକିକି ଆଜି ଉଦ୍ଘାଟନ କରିଛୁ। ଆମେ ଏଇଟା ଭାବୁଛୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବର୍ତ୍ତମାନ ଚାଲିବ ଗ୍ରୀଷ୍ମ ତାପକୁ ଦେଖିକି। ଆଜ୍ଞା ଲୋକ ଘରୁ ବାହାରୁନାହାନ୍ତି ଏ ଇଏରେ ଗୋଟେ ଭଲ ପଦକ୍ଷେପ ଆପଣ ଗ୍ରାମାଞ୍ଚଳରେ ଆଜ୍ଞା ବାର୍ତ୍ତା ଦେଇଛନ୍ତି ଲୋକଙ୍କ ପାଖକୁ କ'ଣଟା କହିବେ? ନାଇଁ ତ ମୁଁ ଭାବୁଛି ଜଳଛତ୍ର ତ ମୁଁ ଭାବୁଛି ଏଇଟା ଗୋଟେ ବଡ଼ ପୁଣ୍ୟ କଥା ତେଣୁ ଆମେ ବର୍ତ୍ତମାନ ପୁରା ସ୍ଥିର ମସ୍ତିଷ୍କ ଯେ ଆମେ ଚଲେଇବୁ ଆକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଲେଇବୁ। ଏ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଏ ଯେଉଁ ଗୋବିନ୍ଦପୁର ଥାନା ଅଞ୍ଚଳରେ ଯେଉଁମାନେ ନଈବନ୍ଧରେ ଯିବା ଆସିବା କରୁଛନ୍ତି ସେମାନେ ସମସ୍ତେ ଟିକେ ଜଳ ପିଇକିରି ଥଣ୍ଡା ଜଳ ପିଇକିରି ସେମାନେ ଟିକେ ଶାନ୍ତି ଅନୁଭବ କରନ୍ତୁ ଆଉ ସେମାନେ ଆମକୁ ଆଶୀର୍ବାଦ କରନ୍ତୁ।